ଜୟ ଜଗନ୍ନାଥ, ଜୟ ସୀତାରାମ। ଛୋଟିଆ ଗପଟିଏ। ଛୋଟ ପିଲାଟିଏ ବାଟରେ ଯାଉଥାଏ ଏବଂ ନିଜ ସାଙ୍ଗମାନଙ୍କ ସହିତ ଅଗଣାରେ କିଛି ପିଲା ଖେଳୁଥିବାର ଦେଖୁଥାଏ। ସେ ନିଜ ମାଆକୁ ପଚାରିଲା, ମା, ମୋର କ'ଣ ଖେଳିବାର ଅଧିକାର ନାହିଁ? ମା କହିଲା, କି କଥା? ତୁ ଖେଳିବୁନୁ, ଆଉ କିଏ ଖେଳିବ? ତୋ ବୟସର ପିଲାମାନେ ଖେଳିବେନି ତ ଆଉ କିଏ ଖେଳିବ? ଯାଉନୁ ଖେଳିବୁ। ନା ମା, ସେମାନେ ମୋତେ ଖେଳଉନାହାନ୍ତି। ମା କହିଲା, କାହିଁକି? ନା, ଆମେ କୁଆଡ଼େ ଏ ଦେଶର ନୁହେଁ, ଆମେ କୁଆଡ଼େ ଏ ମାଟିର ନୁହେଁ, ଆମେ ଅନ୍ୟ ଏକ ଦେଶରୁ ଏଠିକି ଚାଲି ଆସିଛୁ। ମା କହିଲେ, ହଁ ଠିକ୍ ଅଛି, ତ ଖେଳିବାରେ କିଛି ଅସୁବିଧା ନାହିଁ, ସାଙ୍ଗ ହେବାରେ କିଛି ଅସୁବିଧା ନାହିଁ। ଦେଶ ଦେଶ ଭିତରେ ଯଦି ବନ୍ଧୁତ୍ୱ ସ୍ଥାପନ କରିବା ପାଇଁ କ୍ରିକେଟ ଖେଳିପାରୁଛି, ତ ଆମେ ଅନ୍ୟ ଏକ ଦେଶରେ ରହିପାରିବାନି କାହିଁକି? ତୁ ଯା ଖେଳ। ପିଲାଟି ହସିଦେଲା, ଖେଳିବାକୁ ଗଲା, ହେଲେ ସେମାନେ ତାକୁ ଖେଳିଲେ ନାହିଁ। ମନ ଦୁଃଖ କଲା, ଫେରି ଆସିଲା, ସେହି ଗାଁରେ ରହିଲା, ସେଇଠି ପାଠ ପଢ଼ିଲା, ସେଇଠି ପୁଲିସ ଚାକିରି କଲା ଏବଂ ଦିନେ ସେହି ଗାଁରେ ଚୋରମାନଙ୍କୁ ଧରିଲା ଏବଂ ସେମାନଙ୍କୁ ଦେଖାଇଥିଲା, ମୁଁ ଅନ୍ୟ ଏକ ଦେଶରେ ଥିଲି ବୋଲି ତୁମେ ମୋତେ ଖେଳିଲ ନାହିଁ, ଆଜି ତୁମେ ଚୋରି କରିଅଛ, ମୁଁ ତୁମକୁ ଧରିଛି, ହେଲେ ତୁମକୁ ଜେଲ୍ ନେବି ନାହିଁ, ତୁମକୁ ମୋ ବନ୍ଧୁ କରିବି, ତୁମକୁ ଭଲ ବାଟ ଦେଖାଇବି, ଆଉ କେବେ ଚୋରି କରିବ ନାହିଁ, କଥା ଦିଅ। ତୁମେ ବିଜନେସ୍ କର, ତୁମେ ଭଲ ବାଟକୁ ବାଛି ନିଅ, ଦେଖିବ ସଂସାର ତୁମର ଭଲରେ ଚାଲିବ। ସେହିଦିନ ଠାରୁ ସେମାନେ ଚୋରି ଛାଡ଼ିଦେଲେ ଏବଂ ତାକୁ ନିଜ ସାଙ୍ଗରେ ରଖିଲେ। ଏଇ ତ ହେଲା ଜୀବନ। ପରସ୍ପର ବନ୍ଧୁ ହୋଇ ବଞ୍ଚିବା, ପରସ୍ପର ସାଙ୍ଗ ହୋଇ ଚାଲିବା ଜୀବନ ନୁହେଁ ତ ଆଉ କ'ଣ? ଜୟ ସୀତାରାମ।